ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 28ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ। ଗଜପତି ଜିଲ୍ଲା ପାଳାଖେମୁଣ୍ଡି ଉପଖଣ୍ଡସ୍ଥ ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟର 28ତମ ବାର୍ଷିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଳା ବିଧାୟକ ଇଞ୍ଜିନିୟର ରୂପେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପାଳା ଉପଜିଲ୍ଲାପାଳ ଅନୁପ ପଣ୍ଡା, ଗୁମା ବ୍ଲକ ଅଧ୍ୟକ୍ଷ ସୁନେମୀ ମଣ୍ଡଳ, ଗୁମା ବ୍ଲକ ଉପାଧ୍ୟକ୍ଷ ଏସ୍ ଶ୍ରୀନିବାସ ରାଓ, ଜିବା ସରପଞ୍ଚ ଏଡାଙ୍ଗ ସଭାର ସାଂସ୍କୃତିକ ସମ୍ପାଦକ ରାବୀନ୍ଦ୍ର ପାଣିଗ୍ରାହୀ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶିକ୍ଷା ସହିତ ବିଭିନ୍ନ ଜ୍ଞାନ କୌଶଳର ଦକ୍ଷତା ବୃଦ୍ଧି ଓ ନିଜର ଜ୍ଞାନ ବଳରେ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ସମାଜକୁ ଉଚିତ ମାର୍ଗରେ ପ୍ରଭାବିତ କରିବା ପାଇଁ ସମସ୍ତେ ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ ତଥା ମୋବାଇଲ ଓ ନିଶାଠାରୁ ନିଜକୁ ଦୂରରେ ରଖିବା ପାଇଁ ଆହ୍ୱାନ କରିଥିଲେ। ନିଜ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସର୍ବଦା ତତ୍ପର ରୁହନ୍ତୁ ବୋଲି ଅତିଥିମାନେ କହିଥିଲେ। ଏହାଛଡ଼ା ପରିବେଶ ସୁରକ୍ଷା ବିଷୟରେ ମଧ୍ୟ ସଜାଗ ରହିବା ପାଇଁ ବୁଝାଇଥିଲେ। ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଠ ପିଲାଙ୍କୁ ପୁରସ୍କାର ଦିଆଯିବା ବେଳେ ପିଲାମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବରିଷ୍ଠ ଅଧ୍ୟାପକ ସୀତାରାମ ପ୍ରଧାନ, ବିନୋଦ ରଥ, ମାନସୀ ସାହୁ ପ୍ରମୁଖଙ୍କ ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଓଡ଼ିଆ ସେଲିବ୍ରିଟି ଓ ସିନେ ଅଭିନେତ୍ରୀ ଡକ୍ଟର ଅନୁରାଧା ପାଣିଗ୍ରାହୀ ଯୋଗ ଦେଇ ପୁରା କାର୍ଯ୍ୟକ୍ରମକୁ ଜୋଶ ଭରି ଦେଇଥିଲେ।